ବନ୍ଧୁଗଣ ଆସନ୍ତୁ ଏବେ ଟିକିଏ ପୁରା ସିଚୁଏସନକୁ ଏକାଠି ଦେଖିବା। ଫ୍ରାନ୍ସର ଗଭର୍ଣ୍ଣମେଣ୍ଟ ବ୍ୟାଙ୍କରପ୍ସିର ନିକଟରେ ପହଞ୍ଚି ଯାଇଥିଲା। ଜାତୀୟ ଋଣ କଣ୍ଟିନ୍ୟୁଅସଲି ବଢ଼ି ଚାଲିଥିଲା। ପ୍ରିଭିଲେଜ୍ କ୍ଲାସ୍ ଟ୍ୟାକ୍ସରୁ ଲାର୍ଜଲି ପ୍ରୋଟେକ୍ଟେଡ୍ ଥିଲେ। ଥାର୍ଡ ଷ୍ଟେଟ୍ ହେଭି ଟ୍ୟାକ୍ସର ବର୍ଡନ ବହନ କରୁଥିଲା। ଇକୋନୋମିକ୍ ରିଫର୍ମସ୍ ବାରମ୍ବାର ଫେଲ୍ ହେଉଥିଲା। ଟର୍ଗନଙ୍କୁ ଡିସମିସ୍ କରାଗଲା। ନେକରଙ୍କୁ ଡିସମିସ୍ କରାଗଲା। କେଲୋନି ମଧ୍ୟ ତାଙ୍କ ରିଫର୍ମସ୍ ଇମ୍ପ୍ଲିମେଣ୍ଟ କରିପାରିଲେ ନାହିଁ। ତାପରେ କ୍ରପ୍ସ ଫେଲୁଅର, ଫୁଡ୍ ସର୍ଟେଜ ଓ ବ୍ରେଡ୍ କ୍ରାଇସିସକୁ ଆହୁରି ସିରିୟସ୍ କରିଦେଲା ଏବଂ ଯେତେବେଳେ ରାଜା ଏଡିସନାଲ ଟ୍ୟାକ୍ସେସ୍ ଇମ୍ପୋଜ କରିବାକୁ ଚେଷ୍ଟା କଲେ, ଓପୋଜିସନ୍ ଆହୁରି ବଢ଼ିଗଲା। ଫାଇନାଲି 5 ମେ 1789ରେ ଇଷ୍ଟେଟ୍ ଜେନେରାଲର ମିଟିଂ ହେଲା, କିନ୍ତୁ ସେଠାରେ ମଧ୍ୟ ନ୍ୟୁ ଟ୍ୟାକ୍ସେସନକୁ ଓପୋଜିସନ୍ କରାଗଲା ଏବଂ ଏହାପରେ ଯେଉଁ ଇଭେଣ୍ଟ ଅନଫୋଲ୍ଡ ହେଲା, ସେଗୁଡ଼ିକ ଫ୍ରାନ୍ସକୁ ଏପରି ଏକ ରାସ୍ତାରେ ନେଇଗଲା ଯେଉଁଠାରୁ ଫେରି ଆସିବା ସମ୍ଭବ ହେଲା ନାହିଁ। ସାଙ୍ଗମାନେ, ତାହେଲେ ଏବେ ଆମେ ବୁଝିପାରୁଛୁ ଯେ ଫ୍ରେଞ୍ଚ ରିଭଲ୍ୟୁସନ୍ ହଠାତ୍ ଘଟିଥିବା କୌଣସି ଆଇସୋଲେଟେଡ୍ ଇଭେଣ୍ଟ ନଥିଲା। ଫ୍ରାନ୍ସର ଇକୋନୋମିକ୍ କ୍ରାଇସିସ୍ ବହୁ ବର୍ଷ ଧରି ଡେଭଲପ ହେଉଥିଲା। ବ୍ୟାଙ୍କରପ୍ସି, ହେଭି ଟ୍ୟାକ୍ସେସନ୍ସ, ଫେଲ୍ଡ ରିଫର୍ମ, ଫେମାଇନ୍ ଓ ନ୍ୟୁ ଟ୍ୟାକ୍ସେସ୍ ଏହି ସବୁ ଘଟଣା ଗୋଟିଏ ପରେ ଗୋଟିଏ କ୍ରାଇସିସକୁ ଆହୁରି ଗଭୀର କରିଦେଲା ଏବଂ ଶେଷରେ ଏହି ଇକୋନୋମିକ୍ କ୍ରାଇସିସ୍ 1789ର ଫ୍ରେଞ୍ଚ ରିଭଲ୍ୟୁସନର ଆଉଟବ୍ରେକ୍ର ଏକ ଇମ୍ପୋର୍ଟାଣ୍ଟ କାରଣ ହୋଇଗଲା।